ବ୍ରାହ୍ମଣ ପିଲାମାନେ ବ୍ରତ ହେବା ପାଇଁ ଚାହୁଁଛନ୍ତି ସେମାନେ ନିଃଶୁଳ୍କ ବ୍ରତ ହେବେ ସେଇଥିପାଇଁ ଆମେ କାର୍ଯ୍ୟକ୍ରମଟେ କରୁଛୁ। ଗ୍ଲାସ, ଥାଳି, ଗିନା ଯାହା ବ୍ରତ ପାଇଁ ସମ୍ପୂର୍ଣ୍ଣ ଜିନିଷ ଆବଶ୍ୟକ ଆମେ ସବୁ ସାମଗ୍ରୀ ଆମେ ତାଙ୍କୁ ଯୋଗାଇ ଦେବୁ। ଆଉ ପୁଣି ନିଃଶୁଳ୍କ ସେମାନେ କରିବେ। ସେମାନେ କେବଳ ଆମର 25 ତାରିଖରେ ବ୍ରତ ମାନେ 24 ତାରିଖରେ 3ଟା ସୁଦ୍ଧା ଆମ ପାଖରେ ପହଞ୍ଚିବେ। ମାର୍ଚ୍ଚ 25 ତାରିଖ ସପ୍ତମୀ ତିଥିରେ ଶୁକ୍ଳ ପକ୍ଷରେ ଏଇଟା କାର୍ଯ୍ୟକ୍ରମଟା ହେଉଛି। କୋଉଠି ହବ? ଆମର ରଥ ରୋଡ଼ ଗୋସା ବର୍ଷର ଯେଉଁ ଆମର ଲିଙ୍ଗରାଜଙ୍କର ଉତ୍ତର ଦ୍ୱାର ପାର୍କିଂ ପ୍ଲେସରେ ଏଇଟା ଅନୁଷ୍ଠାନ କାର୍ଯ୍ୟକ୍ରମ ହବ। ଆଜି ଏ ଯେଉଁ କାର୍ଯ୍ୟକ୍ରମ ଆମେ କରିବା ପାଇଁ ଯାଉଛୁ ତାର କିଛି ବିବରଣୀ ଆପଣଙ୍କ ପାଖରେ ଆମେ ଉପସ୍ଥାପନ କରିବୁ। ଯେହେତୁ ନା ଇଏ ହେଉଛି ସାମୂହିକ ବ୍ରତ କାର୍ଯ୍ୟକ୍ରମ, ଓଡ଼ିଶାର କୋଣ ଅନୁକୋଣରୁ ସମସ୍ତ ବ୍ରାହ୍ମଣ ପିଲାମାନେ ବ୍ରତ ହେବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି। ବହୁତ ଲୋକଙ୍କର ସମସ୍ୟା ବି ଅଛି, ଯେଉଁ କାରଣରୁ ସମସ୍ତେ ବ୍ରତ ହେବା ପାଇଁ ବହୁତ ତାଙ୍କର ବିଡ଼ମ୍ବନା ଘଟେ। ତେଣୁ ଆମେ ଆମର ଯେଉଁ ଶ୍ରୀ ମୋହିନୀ ଏଣ୍ଟରପ୍ରାଇଜେସ୍ ଅଛି ତା ତରଫରୁ ଆମେ ଗୋଟେ ସ୍ୱତନ୍ତ୍ର ଗୋଟେ ଚେଷ୍ଟା କରୁଛୁ ଯେ ସାମୂହିକ ବ୍ରତ କରିକିରି ସମସ୍ତଙ୍କର କେମିତି ବେଦନାଙ୍କୁ ଆମେ ବୁଝିପାରିବା ଆଉ ସମସ୍ତଙ୍କୁ ସହଯୋଗ କରି ଏ ସାମୂହିକ ବ୍ରତଟାକୁ ଆମେ ସମ୍ପୂର୍ଣ୍ଣ କରିବା। ତେଣୁ ଆପଣମାନଙ୍କର ମାଧ୍ୟମରେ ମୁଁ ଆଜି ଅନୁରୋଧ କରୁଛି, ଯେଉଁ ବ୍ରାହ୍ମଣ ପିଲାମାନେ ବ୍ରତ ହେବା ପାଇଁ ଚାହୁଁଛନ୍ତି ସେମାନେ ନିଃଶୁଳ୍କ ବ୍ରତ ହେବେ ସେଇଥିପାଇଁ ଆମେ କାର୍ଯ୍ୟକ୍ରମଟେ କରୁଛୁ। ତେଣୁ କୋଣ ଅନୁକୋଣରେ ଯାହା ବି ଓଡ଼ିଶାରେ ହେଉ କିମ୍ବା ଦେଶର ଯେକୌଣସି ବ୍ରାହ୍ମଣ ପିଲା ଚାହୁଁଛନ୍ତି ବ୍ରତ ହେବା ପାଇଁ ଆମର ଏ ଶ୍ରୀ ମୋହିନୀ ଏଣ୍ଟରପ୍ରାଇଜେସରେ ନାଁକୁ ରେଜିଷ୍ଟ୍ରେସନ କରନ୍ତୁ। ଆପଣ ଦେଖୁଛନ୍ତି ଆମର ଫୋନ୍ ନମ୍ବର ବି ସବ ସମ୍ମୁଖରେ ଆମେ ରଖିଛୁ। ସେ ନମ୍ବରରେ ସେମାନେ କଲ୍ କଲେ ଆମେ ତାଙ୍କ ନାଁଟାକୁ ରେଜିଷ୍ଟ୍ରେସନ ଚଢ଼େଇ ଦେବୁ। ତେଣୁ ଆଉ ବାକି ବ୍ରତର ବିବରଣୀ ଉପରେ ବ୍ରାହ୍ମଣଙ୍କର ବ୍ରତ ଉପରେ କିଛି ଆମର ପୁରୋହିତ ଅଛନ୍ତି ଶ୍ରୀ ସୀମାଞ୍ଚଳ ତ୍ରିପାଠୀ, ସେ କିଛି ଆପଣମାନଙ୍କୁ ବ୍ରତ ବିଷୟରେ କହିବେ। ଆଜ୍ଞା ଗୋଟେ କଥା ହଉଛି ଯୋଉ ସାମୂହିକ ବ୍ରତ ପଲାୟନ ଲେଖୁଛନ୍ତି ଆଜ୍ଞା କଣ କେବେ ନିର୍ଦ୍ଦିଷ୍ଟ ତାରିଖ ଅଛି ନା ନାଇଁ, ଯେବେ ଯିଏ ଯାହାର ହେଲା ନା କଣ? ନାଇଁ, ଏଇଟା ଆମର ମାର୍ଚ୍ଚ 25 ତାରିଖ ସପ୍ତମୀ ତିଥିରେ ଶୁକ୍ଳ ପକ୍ଷରେ ଏଇଟା କାର୍ଯ୍ୟକ୍ରମଟା ହେଉଛି। କୋଉଠି ହବ? ଆମର ରଥ ରୋଡ଼ ଗୋସା ବର୍ଷର ଯେଉଁ ଆମର ଲିଙ୍ଗରାଜଙ୍କର ଉତ୍ତର ଦ୍ୱାର ପାର୍କିଂ ପ୍ଲେସରେ ଏଇଟା ଅନୁଷ୍ଠାନ କାର୍ଯ୍ୟକ୍ରମ ହବ। ଆ ପାଇଁ କଣ ମାନେ କିଛି ଯିଏ ଯୁଆଡୁ ଆସିଲେ ବି ବ୍ରତ ଘର କରିବାକୁ ଚାହିଁଲେ ଆସିଲେ କରିପାରିବେ? ଆଜ୍ଞା, କେବଳ ବ୍ରାହ୍ମଣ ପିଲା ହିଁ ହେବେ। କଣ ଆପଣଙ୍କ ପକ୍ଷରୁ କଣ ସପୋର୍ଟ କଣ ମିଳିବ? ଆମେ ତାଙ୍କର ବ୍ରତଘର ପାଇଁ ଅନେକ ପ୍ରକାର ଜିନିଷ ପତ୍ରର ଆବଶ୍ୟକତା ପଡେ କାର୍ଯ୍ୟକ୍ରମ ପାଇଁ, ତ ସେମିତି କଣ ଆପଣଙ୍କ ପକ୍ଷରୁ ସହଯୋଗିତା ରହୁଛି? ଆମେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ। ସେମାନେ କେବଳ ଆସିକି ପହଞ୍ଚିବେ, ଆମେ ତାଙ୍କର ବାପା ମାଙ୍କର ଲୁଗା, ମାମୁଁ ମାଇଁଙ୍କର ଲୁଗା ଏବଂ ବ୍ରତ ହେବା ପିଲାଙ୍କର ଲୁଗା, ବ୍ରତ କରିବା ବ୍ରାହ୍ମଣ ପାଇଁ ଲୁଗା ଏବଂ ଆବଶ୍ୟକ ଢାଳ, ଗ୍ଲାସ, ଥାଳି, ଗିନା ଯାହା ବ୍ରତ ପାଇଁ ସମ୍ପୂର୍ଣ୍ଣ ଜିନିଷ ଆବଶ୍ୟକ ଆମେ ସବୁ ସାମଗ୍ରୀ ଆମେ ତାଙ୍କୁ ଯୋଗାଇ ଦେବୁ। ଆଉ ପୁଣି ନିଃଶୁଳ୍କ ସେମାନେ କରିବେ। ସେମାନେ କେବଳ ଆମର 25 ତାରିଖରେ ବ୍ରତ ମାନେ 24 ତାରିଖରେ 3ଟା ସୁଦ୍ଧା ଆମ ପାଖରେ ପହଞ୍ଚିବେ। ଲୋକ ବାହାଘର କରୁଛନ୍ତି ସାମୂହିକର, ଆପଣ ବ୍ରତଘର ପାଇଁ ଇଚ୍ଛା କଲେ? ଶୁଣନ୍ତୁ, ବ୍ରତ ଘର ମୁଁ ଇଚ୍ଛା କରିନି, ମୋତେ ବୋଧେ ଆପଣଙ୍କ ଅନୁଷ୍ଠାନ ପାଇଁ ଇଚ୍ଛା କଲା? ଏଇଟା ବହୁତ ଦିନର ଗୋଟେ ଅଭିଳାଷ ଥିଲା ଯେ ମୁଁ କିଛି ସେବା କାର୍ଯ୍ୟ ମୋ ଜୀବନରେ, ମୁଁ ଯେଉଁ ଶ୍ରୀ ମୋହିନୀ ଏଣ୍ଟରପ୍ରାଇଜେସ୍ ଯେଉଁଦିନ ଆରମ୍ଭ କଲି ସେଦିନ ଆପଣଙ୍କର ଓମେନ୍ସ କ୍ରିକେଟ ଟିମ୍ର ଫାଇନାଲ୍ ଥିଲା। ସେଦିନ ଆକୁ ଶୁଭାରମ୍ଭ କରିଥିଲି, ଗୋଟେ ମୋ ତରଫରୁ ଗୋଟେ ପଇଡ଼ ଡେମନଷ୍ଟ୍ରେସନ କରି ଖରାଖିଆ ବୈଦ୍ୟନାଥଙ୍କ ପାଖରେ ଗୋଟେ ଅଭିଷେକ କରି ଇଣ୍ଡିଆ ଟିମ୍ ଜିତୁ। ଆଜି ଗୋଟେ ସେମିତି ଗୋଟେ ଭଲ କାମ କରିକିରି ଗୋଟେ ମୋର ଏ ସଂସ୍ଥାଟାକୁ ମୁଁ ପରିଚୟ କରିବାକୁ ଚାହୁଁଛି। ତାର କଣ ସହଯୋଗ ରହୁଛି ସରକାରଙ୍କ ସହଯୋଗ? କାରଣ ସରକାର ତ ସାମୂହିକ ବିବାହ ପାଇଁ ବି ତାଙ୍କର ବି ରଖିଛନ୍ତି ଯେ ଯୋଉ ଗରିବ ଝିଅ ମାନଙ୍କର ବାହାଘର ପାଇଁ ସରକାରଙ୍କ ପକ୍ଷରୁ ସହାୟତା ମିଳିବ। ତାହେଲେ ଆପଣଙ୍କୁ କିଛି କାହାଠୁ ସହଯୋଗ ଆଣୁଛନ୍ତି ନା? ଏଇଥିରେ ମୋର ସମସ୍ତଙ୍କର ସାହାଯ୍ୟ ମୁଁ ଲୋଡ଼ୁଛି। ଯେତେ ଅନୁଷ୍ଠାନ ଅଛନ୍ତି କିମ୍ବା ଯେତେ ବ୍ୟକ୍ତି ବିଶେଷ ଅଛନ୍ତି
ସମସ୍ତେ ସାହାଯ୍ୟ ସହଯୋଗ କରି ବି ପାରିବେ ଆଉ ଆମେ ମଧ୍ୟ ସମସ୍ତଙ୍କର ସାହାଯ୍ୟ ଲୋଡୁଛୁ ମଧ୍ୟ। ଏଇଟା ସାମୂହିକ କାର୍ଯ୍ୟ ମାନେ ଏଇଟା ସମସ୍ତଙ୍କର କାର୍ଯ୍ୟ। ତେବେ ସେମିତି କିଛି ନଜରରେ ପଡିଛି କି କିଏ ବ୍ରତଘର କରିପାରୁନାହାନ୍ତି କୋଉ ଗରିବ ଘର ଲୋକ ଯୋଉମାନେ କି ବାଧ୍ୟ ହେଇକି ମାନେ ଆପଣଙ୍କର ୟା ଦ୍ୱାରା ସେବା ପାଇପାରିବେ? ଆଜ୍ଞା, ଦେଖନ୍ତୁ ମୋ ପାଖରେ ଦିଟା ଆଧାର କାର୍ଡ ବି ବର୍ତ୍ତମାନ ସେ ଆଣିକି ଦେଲେ ସେ ସାର୍ ଜଣେ, ମାନେ ଆପଣ ବିଶ୍ୱାସ କରିବେନି, ସେ ସାରଙ୍କ ଘରେ ତାଙ୍କ ମା ଜଣେ ତାଙ୍କ ଘର କାମରେ ସେ ସହଯୋଗ କରୁଛନ୍ତି। କିନ୍ତୁ ସାର୍ ଜାଣିଲେ ଯେ ତାଙ୍କ ପିଲା ଦିଟା ବ୍ରତ ହେଇପାରୁନାହାନ୍ତି, ଜଣକୁ 19 ବର୍ଷ ଜଣକୁ 16 ବର୍ଷ। ଯେତେବେଳେ ସିଏ କୌଣସି ଗୋଟେ ସାଇଡରୁ ଦେଖିକିରି କିମ୍ବା ଶୁଣିକିରି ସେ ବିଭୋର ହେଇକିରି ମୋତେ ଫୋନ କଲେ। ସାର୍ ଯେତେବେଳେ ତାଙ୍କ ମାଙ୍କ ସାଙ୍ଗରେ ମୋତେ କଣ୍ଟାକ୍ଟ କଲେ, ତାଙ୍କ ମା ଏତେ ଜୋର କାନ୍ଦିଲେ, ଆପଣ ମାନେ ପଥର ହେଲେ ବି ତରଳି ଯିବ ଏଇଭଳି ତାଙ୍କର ଆତ୍ମା ଜୋର ଥିଲା। ମୁଁ ତାଙ୍କୁ ବହୁତ ସାନ୍ତ୍ୱନା ଦେଲି, ମୁଁ କହିଲି ମା ଆପଣଙ୍କର ପୁଅ ବ୍ରତ ହେଇପାରିବ, ଆପଣ ମନ ଭିତରୁ କୌଣସି ଦୁଶ୍ଚିନ୍ତା ରଖନ୍ତୁନି, ଆପଣ ନିଶ୍ଚିନ୍ତରେ ରୁହନ୍ତୁ, ଆମେ ଏଇ କାର୍ଯ୍ୟକ୍ରମରେ ଆପଣଙ୍କର ପୁଅଙ୍କର ବ୍ରତ ନିଶ୍ଚୟ କରିବୁ। ଏଇଟା କେବଳ ଏଇ ଗୋଟିଏ ବର୍ଷ ହବ ନା ନାଇଁ ପ୍ରତିବର୍ଷ କରିବେ ନା କଣ କେମିତି ଏଠୁ? ମୁଁ ବହୁତ ଦିନ ଧରି କିଛି କିଛି କାର୍ଯ୍ୟକ୍ରମ କରୁଥିଲି, କିନ୍ତୁ ମୁଁ ଲୋକ ଲୋଚନକୁ ଆଣୁନଥିଲି। ଯେହେତୁ ନା ସେବା କଲେ, ଆପଣ ଜାଣିଛନ୍ତି ସେବା ଯେତେବେଳେ କରିବାକୁ ପଡ଼େ, ସେତେବେଳେ ସେବାର ଅର୍ଥ ନୁହଁ ଯେ ଆମେ ଅନ୍ୟକୁ ଯାଇକି କହିବା ଯେ ଆମେ ଏଇ ସେବା କରୁଛୁ, ଏସବୁ ଠିକ୍ ନଥିଲା, ଅହଙ୍କାର ହେଇଯାଇପାରେ। କିନ୍ତୁ ଏଥର ଗୋଟେ ଆମର ଗୋଟେ ବହୁତ ବଡ଼ ଚିନ୍ତାଧାରା ହେଲା ଯେ ବହୁତ ପିଲା ଆମେ ଯେତେବେଳେ ଅଳ୍ପ ଅଳ୍ପ 2 4 ଜଣ 10 ଜଣ ଏମିତି ବ୍ରତ କରୁଥିଲୁ, ଅନ୍ୟ ଲୋକଙ୍କର ବି ଗୋଟେ ଅବଜେକ୍ସନ ଥିଲା ଯେ ଆପଣ ଆମ ପିଲାଙ୍କର ବି ବ୍ରତ କରାନ୍ତୁ। ତ ବିଭିନ୍ନ ଜାଗାରୁ ଫୋନ୍ ଆସିଥାଏ, କିଛି ଲୋକ ଆସିକି ପାଖରେ ମିଶିକି ବି କହନ୍ତି ହଁ ଯେ ମୁଁ ନାଇଁ ଆମ ନାଇଁ, ପିଲା। ମୁଁ ପଚାରିବା କଥା ଯେ ଏଇଟା ଏଇ ଯୋଉ ଏବେ ଯୋଉ ବ୍ରତଘର ଏଇଟା ଯୋଉ ସାମୂହିକ ବ୍ରତଘର କଲେ ଏଇଟା କଣ ପ୍ରତିବର୍ଷ କରିବେ ନା କେତେ ଦିନରେ ଥରେ କରିବେ? ନାଇଁ, କିଛି ଏଇଟା ସେମିତି ପ୍ରତିବର୍ଷ କଣ୍ଟିନ୍ୟୁ କରିବ। ପ୍ରତିବର୍ଷ ବର୍ଷକୁ ଥରେ କରିବେ? ହଁ, ତାପରେ ଆମର ଯୋଉ ଡିଜାଇଲ ପିଲାମାନେ ଅଛନ୍ତି ତାଙ୍କର ଯୋଉ ବାହାଘର ହେଇପାରୁନି, ଯେଉଁମାନେ ଅନାଥ ଆଶ୍ରମରେ ପଢୁଛନ୍ତି ବା ଅନାଥ ଆଶ୍ରମରେ ରହୁଛନ୍ତି, ସେମାନଙ୍କର ବି ବାହାଘର ମଧ୍ୟ ଆମେ ଚେଷ୍ଟା କରିବୁ କରିବା ପାଇଁ। ସେଟା ପରବର୍ତ୍ତୀ ସେଟା ପରବର୍ତ୍ତୀ, ଏବେ ବର୍ତ୍ତମାନ ଆମେ କେବଳ ମାର୍ଚ୍ଚ 25ରେ। ମାର୍ଚ୍ଚ 25ରେ ଆମେ ଏ ସାମୂହିକ ବ୍ରତ କାର୍ଯ୍ୟକ୍ରମଟେ ଭଲରେ କରିବାକୁ ଚାହୁଁଛୁ। ତେଣୁ ଆପଣମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଦରକାର। ପ୍ରତ୍ୟେକ ବ୍ୟକ୍ତିର ସହଯୋଗ ଦ୍ୱାରା ହିଁ ଏ କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ହଁ जगतनंदकंदाय प्रणीताय हराय च नीलांचल निवासाय नित्याय परमात्मने। भगवान जगन्नाथ को प्रथम में प्रणाम क्षेत्राधिपति से बुझे भक्तेन दीक्षा महाप्रति दीक्षा महाप्रति दक्षिणा दक्षिणा हम श्रद्धा महाप्रति श्रद्धा सत्य महाप्रति। ये एक संस्कार धर्म और महत कार्य अटे। यही कार्य एकाधिक ब्राह्मण संतान मानक नहीं सामूहिक व्रत करवा एक महत आउ ब्रह्मयज्ञ बोली कह जाए। यही कार्य को आमर मोहिनी एंटरप्राइज समिति अन्य किसी सहयोगी द्वारा काम को करने निमंते जो मनस्थ कर भगवान से बहुत आशीर्वाद करते। आसंता चैत्र मास शुक्ल पक्ष सप्तमी बार हूँ बुधवार मार्च 25 तारीख दिन यही कर्मटी को करने मनस्थ कर आम ओडिशार कोण अनुकोण ठारू आरंभ कर समस्ते योगदान कर सहयोग कर कामटी को आग को बढ़ाई हेब। ଏ ତିଥିଟା କିଛି ଗୋଟେ ସ୍ୱତନ୍ତ୍ର ତିଥି ରହୁଛି କି? निश्चित यही तिथि बहुत बड़ तिथि बोली कह बहु मांगलिक काम करने पंजिका मानक उपनीत अच्छी से तिथि को देखी भल दिन बार देखी आम धार्य कर। ମୁଁ ହେମନ୍ତ କୁମାର ପଣ୍ଡା, ରିଟାୟାର୍ଡ କାନାଡା ବ୍ୟାଙ୍କ ମ୍ୟାନେଜର। ମୁଁ କେଶବ ସ୍ୱାଇଁଙ୍କ ମୋର ପାଇଁ ଜଣେ ବନ୍ଧୁଙ୍କ ପାଖରୁ କେଶବ ବାବୁଙ୍କର ପରିଚୟ ପାଇଲି ଏବଂ ଶୁଣିଲି ଯେ ସିଏ ନିଃଶୁଳ୍କ ବ୍ରତଘର କରୁଛନ୍ତି ଗରିବ ପିଲାମାନଙ୍କର। ତେଣୁ ମୁଁ ତାଙ୍କୁ ତୁରନ୍ତ ତାଙ୍କୁ କଣ୍ଟାକ୍ଟ ବି କରିଥିଲି ଏବଂ ଜାଣିଲି ତାଙ୍କ ମାଧ୍ୟମରେ କଥାବାର୍ତ୍ତା ହେଲା ପରେ ଜାଣିଲି ଯେ ସିଏ ବହୁତ ବଡ଼ ଆୟୋଜନ କରୁଛନ୍ତି ଏବଂ ମାର୍ଚ୍ଚ 25 ତାରିଖରେ ଗୋଟେ ସାମୂହିକ ବ୍ରତ ଉପନୟନ କାର୍ଯ୍ୟକ୍ରମ କରୁଛନ୍ତି। ଏହି ଶୁଣିଲା ପରେ ମୁଁ ତାଙ୍କ ସହିତ ଯୋଗାଯୋଗ କଲି ଏବଂ ତାଙ୍କୁ କହିଲି ଯେ ସର୍ଭିଂ ଟୁ ମ୍ୟାନକାଇଣ୍ଡ ଇଜ ସର୍ଭିଂ ଟୁ ଗଡ୍। ଆପଣ ଏଇ ଯେଉଁ ଜିନିଷଟା କରୁଛନ୍ତି ଏଇଟା ବୋଧେ ବହୁତ ବଡ଼ ଉପକାର କରୁଛନ୍ତି ଏବଂ ସମାଜର ହିଁ ଉପକାର କରୁଛନ୍ତି ଆପଣ। ଏବଂ ବହୁତ ଗରିବ ଲୋକ ଅଛନ୍ତି ଯେଉଁମାନେ
ବ୍ରତଘର କ'ଣ କିଛି ବି କୌଣସି ପ୍ରକାର ସାମୂହିକ କାର୍ଯ୍ୟକ୍ରମ ମାଙ୍ଗଳିକ କାର୍ଯ୍ୟକ୍ରମ କରିପାରୁନାହାନ୍ତି, ସେଇମାନଙ୍କୁ ଆପଣ ଏଇ କାମଟି କରିକି ଏଇ ଶୁଭ କାମଟି କରି ଆପଣ ସେମାନଙ୍କୁ ଲୋକଲୋଚନକୁ ଆଣୁଛନ୍ତି। ସେଥିରେ ଆପଣ ସମାଜରେ ମଧ୍ୟ ବହୁତ ବଡ଼ ଉପକାର କରୁଛନ୍ତି। ଆଉ ଆପଣଙ୍କ ମୁଁ ନଜରରେ ଆଉ କିଏ ବି ଗରିବ ପିଲା ଅଛନ୍ତି? ହଁ, ମୁଁ ଏଇ ମାଧ୍ୟମରେ କିଛି ସାଙ୍ଗମାନଙ୍କୁ ବି ମଧ୍ୟ ମୋର କଣ୍ଟାକ୍ଟ କରିଛି ଏବଂ ମୁଁ ଆଶା କରୁଛି ଯେ ଖୁବ୍ ଶୀଘ୍ର କିଛି ପିଲା ମୁଁ ପାଇବି ଏବଂ ପାଇଲେ ମୁଁ ତୁରନ୍ତ କେଶବଙ୍କୁ ଜଣେଇଦେବି। ଆପଣଙ୍କ ଭରସା আছে କେତେକଙ୍କର ଏଇ ବ୍ରତଘର ଇଏ? ନିଶ୍ଚିତ ଭାବରେ ମୋର ତାଙ୍କ ଉପରେ ପୁରା ସମ୍ପୂର୍ଣ୍ଣ ଭରସା ଅଛି, 100% ଭରସା ଅଛି। ସେ ନିଶ୍ଚିତ ଭାବରେ ହଁ ହଁ, ମୁଁ ଯେତିକି କଥାବାର୍ତ୍ତା ହେଇଛି ସେଇଥିରୁ ମୁଁ ଜାଣିଛି ଯେ ହି ଇଜ୍ ଏ ମ୍ୟାନ୍ ଅଫ୍ ସୋର୍ସ ଆଣ୍ଡ ହି କ୍ୟାନ୍ ଡୁ ଏନିଥିଙ୍ଗ। ଏଇ ଯୋଉ ସାମୂହିକ ବ୍ରାହ୍ମଣ ସମାଜ କଣ ସପୋର୍ଟ କରିବେ? ନିଶ୍ଚିତ ଭାବରେ ସପୋର୍ଟ କରିବେ। ଆମର ବ୍ରାହ୍ମଣମାନେ ହିଁ କରୁଛନ୍ତି ଏବଂ ବ୍ରାହ୍ମଣ ପିଲାମାନଙ୍କର ହିଁ ବ୍ରତଘର ହେଉଛି, ଏଠି ଅନ୍ୟ କାହାରି କିଛି ଇଏ ନାହିଁ। ତେଣୁ ବ୍ରାହ୍ମଣମାନେ ହିଁ କରିବେ, ସପୋର୍ଟ ହିଁ କରିବେ।